କୋଉଠୁ ଆସିଥିଲେ? ନିରାକାରପୁର। କଣ ହେଇଛି କଣ କଣ କହିଲେ ଆପଣ କିଏ ସେ ଆସିଥିଲା ଆଉ କଣ କେମିତି ଠକାମିର ଶିକାର ହେଇଛନ୍ତି କହିଲେ? ଫାଷ୍ଟ ଆସିଲେ କହିଲେ ମୋ ସ୍ୱାମୀଙ୍କ ନାଁ ଧରି ଡାକିଲେ କୁନା ପାଇକରାୟ ଅଛନ୍ତି କି? ମୁଁ କହିଲି ନାହାନ୍ତି। କୁଆଡ଼େ ଯାଇଛନ୍ତି? ମୁଁ କହିଲି ସେ କାମକୁ ଯାଇଛନ୍ତି। ନା କେତେବେଳେ ଆସିବେ? ମୁଁ କହିଲି ଆସିଲା ବେଳକୁ ଲେଟ୍ ହେବ। ତାପରେ କହିଲେ ତମ ଗାଁ ହେଉଛି କାଇମାଟିଆ, ଆମେ ତମ ଗାଁକୁ ଯାଇଥିଲୁ, ତମର ଘର ପାଇଁ ଟଙ୍କା ଆସିଛି ତମ ସ୍ୱାମୀଙ୍କ ନାଁରେ, ତମ ଶାଶୁଘର ଲୋକ ଭଲ ନୁହନ୍ତି, ସେଥିଲାଗି ତାଙ୍କୁ ଟଙ୍କା ଦେଲୁନି, ତମ ଶାଶୁ ଭଲ ନୁହଁ, ଶ୍ୱଶୁର ନାହାନ୍ତି, ଦିଅର ଭଲ ନୁହଁ, ତମ ସ୍ୱାମୀଙ୍କ ନାଁରେ ଟଙ୍କା ହେଇଛି, ସ୍ୱାମୀକି ଦିଆହେବ। ଆଉ ଗୋଟେ ଚେକ୍ଟେ ଆସିଛି, ଆପଣ ନିଅନ୍ତୁ। ଜଣେ ଆସିଥିଲେ। ଆଉ ତାପରେ ଆସିଲେ ମୁଁ ସେଠୁ ରଖିଲି ସେଟାକୁ, କହିଲେ 4,50,000। ଆଜ୍ଞା। ସେ ଲେଖିକି ଦେଲେ, କହିଲେ ଆଉ ତମ ବ୍ୟାଙ୍କ ଖାତା ଦେଖିଲେ, କହିଲେ ତମ ଆକାଉଣ୍ଟରେ ପଇସା ନାହିଁ। ମୁଁ କହିଲି ନାଇଁ ଆମର ପଇସା ନାହିଁ। ତାପରେ କହିଲେ ତମକୁ 37,730 ଟଙ୍କା ଖାତାରେ ଡିପୋଜିଟ୍ କରିବାକୁ ପଡ଼ିବ, ଟଙ୍କା ଦିଅ। ମୁଁ କହିଲି ଟଙ୍କା ମୁଁ ଏଇନା ଦେଇପାରିବିନି, ମୋ ପାଖରେ ନାହିଁ। ନା ତାହେଲେ ତ ଏଇ କାମଟା ହେଇପାରିବନି। ମୁଁ କହିଲି ନହେଲେ ନାହିଁ ତାହେଲେ ଥାଉ ଆଉ ଏମିତି କହିଲି। ତାପରେ ସେଠୁ କହିଲେ ଆଉ ସୁନା ଫୁନା କ'ଣ ଅଛି? ମୁଁ କହିଲି କାନଫୁଲ ହଳଟା ଅଛି। ନା ତାହେଲେ ସେଇଟା ବ୍ୟାଙ୍କରେ ନେଇକି ରଖିଦେବେ, ଟଙ୍କା ଆଣିକି ଡିପୋଜିଟ୍ କରିଦେଲା ପରେ ଟଙ୍କା ମିଳିଲେ ତମେ ସେଟାକୁ ନେଇ ଆସିବା ଆଉ ଏମିତି କହିକି ନେଇକି ଗଲେ। ଚେକ୍ଟା ମୋତେ ଦେଲେ, ଲେଖିକି ଦେଇକି ନେଇକି ଗଲେ ଆଉ ଖାଲି କାନ ନେଇଗଲେ। ତାପରେ ତ ଆଉ ନା ପଇସା କିଛି ଦିଆହେଇନି। ଥାନାରେ ଏଫଆଇଆର ଦେଲୁ, ଆମେ ନିରାକାରପୁର ଥାନାରେ ଏଫଆଇଆର ଦେଲୁ। ଦେଲା ପରେ ତାପରେ ଖୋଜାଖୋଜି ହେଲେ।